ନୂଆବର୍ଷ ପୂର୍ବରୁ ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ଆସିଲା ଖୁସିର ଖବର। ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା 10 ଟଙ୍କାକୁ ହ୍ରାସ ହୋଇପାରେ। 8ରୁ 10 ଟଙ୍କାକୁ ହ୍ରାସ ନେଇ ସୂଚନା ଦେଇଛି ପେଟ୍ରୋଲ ମନ୍ତ୍ରାଳୟ। ଏବେ କେବଳ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀକୁ ଅପେକ୍ଷା କରାଯାଇଛି। ନୂଆବର୍ଷରୁ ଦର ହ୍ରାସ ସହ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ତେଣୁ ନିହାତି ଭାବେ ପେଟ୍ରୋଲ ଏବଂ ଡିଜେଲ ଦର କମ୍ ରହିବ ବୋଲି ଆଶା କରାଯାଉଛି। ଇନ୍ଧନ ତୈଳ ଜାତୀୟ ବଜାରରେ ଅଶୋଧିତ ତେଲର ବରେଲ ପିଛା ହ୍ରାସ ସହ ଶସ୍ତା ହୋଇଛି, ଯାହାକୁ ନେଇ ମନ୍ତ୍ରାଳୟ ପକ୍ଷରୁ ସୂଚନା ମଧ୍ୟ ରହିଛି। ତେବେ ଯାହା ସୂଚନା ରହିଛି, 10 ଟଙ୍କାରୁ 8 ଟଙ୍କା କମିପାରେ ପେଟ୍ରୋଲ ଏବଂ ଡିଜେଲ ଦର।